লজ্জা লজ্জା লজ্ଜା ମାନସିକ ଅନଗ୍ରସର ଯୁବତୀ 4 ମାସର ଗର୍ଭବତୀ ଦୁଷ୍କର୍ମ ଅଭିଯୋଗରେ ବାପ ପୁଅ ଓ ସବୁ ବିଷୟରେ ଆଲୋଚନା କରିବା। ସବୁ ବିଷୟରେ ଆଲୋଚନା କରିବା। ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ନୂଆ ଆସିଥିଲେ ବେଲ୍ ଆଇକନଟିକୁ ବଜାଇ ଦିଅନ୍ତୁ। ବରଗଡ଼ ଜିଲ୍ଲା ଭେଡେନ ଥାନା ଅଞ୍ଚଳରେ ଘଟିଛି ଏକ ଲଜ୍ଜାଜନକ ଘଟଣା। ଜଣେ ମାନସିକ ଅନଗ୍ରସର ଯୁବତୀ 30ଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ପୁଲିସ 3 ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଭେଡେନ ଥାନା ଅଞ୍ଚଳର ବିକ୍ରମ ସରାଫ 50, ତାର ପୁଅ ପପୁନ ସରାଫ 28 ଓ ବିକ୍ରମର ଜ୍ୱାଇଁ ଆମ୍ବାଭନା ବ୍ଲକର ଲଖନପୁର ଗାଁର ପ୍ରତାପ ସରାଫ 44। ଏନେଇ ଭେଡେନ ଥାନାରେ କେସ୍ ନମ୍ବର 31 ମାମଲାରେ ରୁଜୁ ହୋଇଛି। ଅଭିଯୋଗ ଅନୁସାରେ ଯୁବତୀ ଜଣକ ପ୍ରାୟ 12 ବର୍ଷ ହେଲା ଉକ୍ତ ଗାଁରେ ନିଜ ସମ୍ପର୍କୀୟଙ୍କ ଘରେ ରହି ଆସୁଥିଲେ। ଗତ ଡିସେମ୍ବର 10 ତାରିଖରେ ସମ୍ପର୍କୀୟ ଜଣକ ଯୁବତୀଙ୍କ ଘରକୁ ଫୋନ୍ କରି ଝିଅର ଅବସ୍ଥା ଠିକ୍ ରହୁନି, ଆସି ନେଇଯିବାକୁ କହିଥିଲେ। ଫଳରେ ପରିବାର ଲୋକ ଆସି ଝିଅକୁ ନେଇଯାଇଥିଲେ। ତେବେ ଚିକିତ୍ସା କରିବା ପରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ପରିବାର ଲୋକେ ପୁଣି ଝିଅକୁ ନେଇ ଉକ୍ତ ଗାଁକୁ ସମସ୍ତଙ୍କ ସମ୍ମୁଖରେ ସବୁ କଥା ପଚରାଯିବାରୁ ଯୁବତୀ ଜଣକ ବିକ୍ରମ, ପପୁନ ଓ ପ୍ରତାପ ତାଙ୍କୁ ବିଭିନ୍ନ ସମୟରେ ଅନେକ ବାର ଦୁଷ୍କର୍ମ କରିବା ସହ ମାରପିଟ କରି ନିର୍ଯାତନା ଦେଉଥିବା ପ୍ରକାଶ କରିଥିଲେ। ଥାନାରେ ଏତଲା ପରେ ପୁଲିସ 3 ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ପୀଡ଼ିତା ଯେତେବେଳେ 18 ବର୍ଷର ହୋଇଥିଲେ ସେତେବେଳେ ଉକ୍ତ ଗାଁର ରହିବାକୁ ଆସିଥିଲେ। ସେତେବେଳେ ତାଙ୍କ ମାନସିକ ଅବସ୍ଥା ଠିକ୍ ଥିଲା, ମାତ୍ର ଶାରୀରିକ ଓ ମାନସିକ ନିର୍ଯାତନା ପରେ ତାଙ୍କର ଏଭଳି ଅବସ୍ଥା ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଜୟ ଜଗନ୍ନାଥ।